ଦାଦନ ଖୋଜିବାକୁ ଯାଇଥିବା ଯୁବକ ମୃତଦେହ ଫେରାଇ ଆଣିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ପଞ୍ଚାୟତ ଆର୍ଗଦା ଗାଁର ମହେନ୍ଦ୍ର ଜେନା ନାମକ ଯୁବକ ଦୀର୍ଘ ବର୍ଷ ଧରି ଚେନ୍ନାଇରେ ରହି ଏକ ଘରୋଇ ସଂସ୍ଥାରେ କାମ କରି ଆସୁଥିଲେ। ଅଚାନକ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ଏକ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ଗତକାଲି ରାତି ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଶୁଣି ତାଙ୍କ ପତ୍ନୀ ଚେନ୍ନାଇ ଯାଇଛନ୍ତି। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିବାବେଳେ ତାଙ୍କର ମୃତଦେହ ଚେନ୍ନାଇରୁ ଆଣିବା ପାଇଁ ପରିବାର ଅକ୍ଷମ ହୋଇଥିବାରୁ ସରକାର ସହଯୋଗ ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି। ମହେନ୍ଦ୍ର କୁମାର ଜେନା ଚେନ୍ନାଇରେ ସିକ୍ୟୁରିଟି ଡ୍ୟୁଟି କରୁଥିଲେ। ଡ୍ୟୁଟି ସମୟରେ ହଠାତ୍ ବାନ୍ତି ହେଇକି ଚେୟାରରୁ ଗଡ଼ି ପଡ଼ିଲେ। ତାପରେ ମେଡ଼ିକାଲ ନେଇଛନ୍ତି, ଦେଖିଲା ବେଳକୁ ସେ ଆଉ ନାହାନ୍ତି। ଗତ ରାତିରୁ ଏକ୍ସପାୟାର୍ଡ କରିଯାଇଛନ୍ତି। ମେଡ଼ିକାଲ ରିପୋର୍ଟ ଯାହା ଦେଲେ, ଏଠି ତା ସାଙ୍ଗସାଥି ଥିଲେ, ଫୋନ୍ କଲେ। ଆଉ ସେ ଆଉ ମୁଁ ତ ଏଠି ଥାଇକି ଜାଣିପାରୁନୁ, ଖାଲି ଯାହା ଫୋନ୍ରେ ଶୁଣୁଛୁ ଏତିକି। ମହେନ୍ଦ୍ର ଜେନା ମୋ ସାନ ଭାଇ, ସେ ସିକ୍ୟୁରିଟି କାମ ଚେନ୍ନାଇରେ କରୁଥିଲେ। ତାଙ୍କର ଏଠି ଡେଥ୍ ହେଇଯାଇଛି। ତାଙ୍କର ଲାଷ୍ଟ ସୁବିଧାରେ କେମିତି ଓଡ଼ିଶା ଆମ ଘର ପାଖରେ ପହଞ୍ଚିବ, ସେଇଥିପାଇଁ ଅନୁରୋଧ କରୁଛୁ। ହଁ, ତାଙ୍କର ପୁଅ ଝିଅ ଦୁଇଟି ଅଛନ୍ତି। ତାଙ୍କ ମୃତ୍ୟୁ ହେବା ପରେ ତା ସ୍ତ୍ରୀ ଯାଇଛନ୍ତି, ଚେନ୍ନାଇ ଯାଇଛନ୍ତି। ତା ନାଁ ହେଉଛି ମହେନ୍ଦ୍ର ଜେନା। ସେ ଦୀର୍ଘ 10 ବର୍ଷ ପାଖାପାଖି ଯାଇକି ଚେନ୍ନାଇରେ ଗୋଟେ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ 29 ତାରିଖ ଦିନ ତାଙ୍କୁ ଦେହ ଅସୁସ୍ଥତା ଯୋଗୁଁ ତାକୁ ଗୋଟେ ସରକାରୀ ମେଡ଼ିକାଲରେ ଆଡ଼ମିଟ୍ କରାହେଇଥିଲା। ସେଠି ଯାହା ଆମକୁ ଖବର ଆସିଲା ଯେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍। ଗତକାଲି 9:30 ଭିତରେ ସେ ବର୍ତ୍ତମାନ ଡେଥ୍ ହେଇଯାଇଛନ୍ତି। ଆମେ ସରକାରଙ୍କୁ ନିବେଦନ କରୁଛୁ ଯେ ସରକାର ଏଥିରେ କିଛି ପଦକ୍ଷେପ ନିଅନ୍ତୁ। ଯେହେତୁ ଦୂର ଦୂରାନ୍ତ ବାଟ, ଆମକୁ ଆଣିବା ଅସମ୍ଭବ ନୁହେଁ। ସରକାରଙ୍କ ତରଫରୁ ପଦକ୍ଷେପ ନେଇକି ଶବଟିକୁ ଗାଁକୁ ଆଣିଲେ ଆମେ ଅଞ୍ଚଳବାସୀ ଓ ଏରିଆ ଲୋକ ଖୁସି ହୁଅନ୍ତୁ। ଏବଂ ତା ମୁଣ୍ଡ ଉପରେ ଛୋଟ ଛୋଟ ଭାଇ, ପୁଅ ଝିଅ ଦୁଇଟି ଅଛନ୍ତି, ଗୋଟେ ଭଉଣୀ ବି ଅଛି। ସ୍ତ୍ରୀ ବର୍ତ୍ତମାନ ଖବର ପାଇ ବର୍ତ୍ତମାନ ଚେନ୍ନାଇକି ପଳେଇଛନ୍ତି, ତାଙ୍କ ପାଖରେ ଅଛନ୍ତି। ବିଶେଷ କରି ଚାହୁଁଛୁ ଯେ ସମସ୍ତେ କେମିତି ଟିକେ ସହଯୋଗର ହାତ ବଢ଼େଇଲେ ଲୋକ, ତାଙ୍କ ପରିବାର ଲୋକ ଏବଂ ଆତ୍ମୀୟ ଲୋକମାନେ ଖୁସି ରୁହନ୍ତେ। ଆନନ୍ଦପୁରରୁ ପ୍ରଭାତୀ ସାହୁଙ୍କ ରିପୋର୍ଟ, ଜାଗୃତି ଲାଇଭ୍ ଇଣ୍ଡିଆ।